ଲଗାଣ ବର୍ଷାରେ ବେହାଲ ହେଲା ସୁବର୍ଣ୍ଣପୁର ସହର। ଗତ 4 ଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ସଦର ମହକୁମା ସୋନପୁର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେହିଭଳି ସହରର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଆମ୍ବେଦକର ଛକଠାରେ ରାଜପଥ ଉପରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ସହରରୁ ବ୍ଲକ ଛକ ଆଡ଼କୁ ଯିବା ରାସ୍ତାରେ ଆମ୍ବେଦକର ଛକରେ ଏଭଳି ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ପାଇଁ ଲୋକେ ସୋନପୁର ପୌର ସଂସ୍ଥାକୁ ଦାୟୀ କରିଛନ୍ତି। ସହରର ଅଧିକାଂଶ ଡ୍ରେନ୍ ଆବର୍ଜନାରେ ପୋତି ହୋଇଥିବା ବେଳେ ପୌର ସଂସ୍ଥା ତରଫରୁ ଏହାକୁ ସଫା କରାଯାଇ ନାହିଁ। ବର୍ଷା ଜଳ ନିଷ୍କାସନ ପାଇଁ ବାଟ ନାହିଁ, ତେଣୁକରି ରାସ୍ତା ଉପରେ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି। ଏହା ସହରର ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକେ ଉପାୟ ନ ପାଇ ପାଣି ଭିତରୁ ଗାଡ଼ି ନେଇଛନ୍ତି। ଏଥିରୁ କିଛି ଲୋକଙ୍କ ଗାଡ଼ି ପାଣି ଭିତରେ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି। ପୌର ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି। ସୁବର୍ଣ୍ଣପୁରରୁ ରାମହରି ସେଠୀଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।